ବର୍ତ୍ତମାନ ଆମେ ଯୋଉ ଜାଗାରେ ଅଛୁ ତାହା ହଉଛି ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲା ବରଗାର କଲମା ବ୍ୟାରେଜ ଠାରେ ଯୋଉ ବ୍ୟାରେଜ କୁ ନେଇକି ବର୍ତ୍ତମାନ ତୁମ୍ବି ତୋଫାନ ଉଠିଛି। ଆପଣ ସିଧାସଳଖ ଦେଖିପାରୁଥିବେ। ମୁଁ ମୋ କ୍ୟାମେରାମ୍ୟାନ କୁ ଅନୁରୋଧ କରିବି ମୋର ରାଇଟ ସାଇଡ କୁ ଦେଖେଇବେ କିଭଳି ଭାବରେ ପାଣି ଷ୍ଟୋରେଜ ହେଇକି ଅଛି ଏବଂ ବହୁତ ମାତ୍ରାରେ ପାଣି ଷ୍ଟୋରେଜ ହେଇକି ଅଛି ଏବଂ ଆହୁରି ମଧ୍ୟ ଦେଖେଇବି କହିବି ଆହୁରି ଲେଫ୍ଟ ସାଇଡ କୁ ଦେଖେଇବା ପାଇଁ ତାଙ୍କୁ ଅନୁରୋଧ କରିବି। ଲେଫ୍ଟ ସାଇଡ କୁ ଦେଖେଇବା ପାଇଁ ଅନୁରୋଧ କରିବି। ଲେଫ୍ଟ ସାଇଡ ରେ କିଭଳି ଅଛି ଲେଫ୍ଟ ସାଇଡ ରେ ଟୋପାଏ ପାଣି ବୁନ୍ଦାଏ ମଧ୍ୟ ନାହିଁ। ଯୋଉ ଯୋଉ କଲମା ବ୍ରିଜ କି ଓଡିଶାର ଜୀବନ ରେଖାକୁ ଦର୍ଶାଉଛି। ଏହି ବ୍ୟାରେଜ ଦ୍ଵାରା ମହାନଦୀକୁ ପାଣି ଯାଉନି। ଏହି ବ୍ୟାରେଜ ହେଲା ପରେ ମହାନଦୀକୁ ପାଣି ନ ଯିବା ଦ୍ଵାରା ଓଡିଶାର ଚାଷୀ ହନ୍ତସନ୍ତ ହେଉଛନ୍ତି। ତ ଏଠି କଥା ପଡୁଛି ଯଦି ଛତିଶଗଡ଼ ଯଦି ମହାନଦୀକୁ ଏମିତି ବାରମ୍ବାର ବ୍ୟାରେଜ କରି ଏଠି ଷ୍ଟୋରେଜ ପାଣିକୁ ଅଟକାଇବ ତାହେଲେ ଓଡିଶା ପାଣି ପାଇବ କଣ? ଓଡିଶା ଭୋକ ଉପାସରେ ରହିବ। ଓଡିଶାର ଯୋଉ ବରଗଡ଼ ଜିଲ୍ଲା ହଉଛି ଭାତହାଣ୍ଡି, ଯୋଉ ମହାନଦୀ ଯାଇଛି, ଯୋଉ ଆମର ଯୋଉ ଅଛି ହୀରାକୁଦ ଡ୍ୟାମ, ସେ ହୀରାକୁଦ ଡ୍ୟାମ କୁ ଯଦି ପାଣି ନ ଗଲା, ସେଠରୁ ଯଦି ପାଣି ନ ବାହାରିଲା, ସେଠି ଲୋକେ ଚାଷ କରିବେ କଣ ଏବଂ ଖାଇବେ କଣ ଏବଂ ଭୋକ ଉପାସରେ କଣ ମରିବେ? ତ ଏଠି ପ୍ରଶ୍ନ ଉଠୁଛି। ତ ଏହି ଯୋଉ ବ୍ୟାରେଜ ହେଇଛି, ଏଇ ବ୍ୟାରେଜ କିଭଳି ଭାବରେ ହଉଛି? ସରକାରଙ୍କ ତ ସରକାର ଯଦି ଏହା ଉପରେ ଯଦି ହସ୍ତକ୍ଷେପ କରନ୍ତି ତାହେଲେ ବହୁତ ବଢିଆ ହୁଅନ୍ତା ଏବଂ ଏହି ଯୋଉ ବ୍ୟାରେଜ ଗୁଡାକ ହଉଛି ତାହା ବନ୍ଦ ହେଇପାରନ୍ତା ଏବଂ ଓଡିଶା ଯୋଉ ପାଣିର ସମସ୍ୟା ଭୋଗୁଛି ତାହା ପାଣିର ସମସ୍ୟାରୁ ମୁକ୍ତି ପାଆନ୍ତା। ଦେଖାଯାଉ ଏଇ ଆମର ବଡ ଖବର ବର୍ତ୍ତମାନ ଆସି ପହଞ୍ଚିଛି ଛତିଶଗଡ଼ ରାଜ୍ୟରେ, ଯୋଉ ଜାଗାରେ କି କୌଣସି ନ୍ୟୁଜ ଚ୍ୟାନେଲ ଆସିକି ପହଞ୍ଚି ପାରିନାହିଁ। ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲାର କଲମା ବ୍ରିଜ ମଧ୍ୟପଟରେ ବର୍ତ୍ତମାନ ଆମେ ଅଛୁ ଏବଂ ନ୍ୟୁଜ ପ୍ରସାରଣ କରୁଛୁ। ତ ଏହା ଦେଖନ୍ତୁ ସରକାର ଏବଂ ଏହା ପ୍ରତି ଧ୍ୟାନ ଦିଅନ୍ତୁ କି ଏହି ଯୋଉ ପ୍ରସଙ୍ଗ ଅଛି ଏହି ପ୍ରସଙ୍ଗ ପ୍ରତି ବିଶେଷ ଭାବରେ ଅନୁଧ୍ୟାନ କରନ୍ତୁ ଏବଂ ଏହାର ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରନ୍ତୁ ଏବଂ ଏହି ଯୋଉ ମହାନଦୀର ବିବାଦ ଅଛି ଏହାକୁ କିଭଳି ଭାବରେ ତୁଟିବ ତାହା ପ୍ରତି ଧ୍ୟାନ ଦିଅନ୍ତୁ। ତାହା ହିଁ ଆମ ଯୋଉ ଚ୍ୟାନେଲ ମାଧ୍ୟମରେ ଆମେ ସରକାରକୁ କହୁଛୁ। ଛତିଶଗଡ଼ ରାୟଗଡ଼ ଜିଲ୍ଲା କଲମା ବ୍ରିଜରୁ କ୍ୟାମେରାମ୍ୟାନ ଭାଗିରଥୀ ସହିତ ମୁଁ ଆଶିଷ କୁମାର ଭୋଇ, ବଡ ଖବର।